ମଉସା ଏ ମୋ ଜେଜେବାପା ସରପଞ୍ଚ, ଏ ମୋ ବାପା ସରପଞ୍ଚ, ଆଉ ମୁଁ ସରପଞ୍ଚ। ବାପା ଜେଜେବାପା ଥିଲେ, ମୁଁ ଏବେ ଅଛି। ଫେରେ ମୁଁ ଅନୁମାନ କଲି ସକାଳୁ ସକାଳୁ ତମେ ଘରେ ଥିବ, ସୁଧ ଟଙ୍କାଟା ମନେ ପକେଇ ଦେଇ ନେଇଯିବି। ଫେରେ ଯଦି ଅନ୍ୟ ଆଡେ କୋଉଠି ଖର୍ଚ୍ଚ ହେଇଗଲା, ଏ କଥା ଶୁଣି ବାପା ବାହାରିଲେ, ତା ପଛକୁ ଫେରେ ଜେଜେବାପା ବାହାରିଲେ। ଆମେ ସମସ୍ତେ ସରପଞ୍ଚ ଥିଲୁ, ଅଛୁ, ରହିଥିବୁ। କାହିଁକି ନା ମୁଁ ହେଲି ଅତି ସାଧା ସିଧା ପରମ ନାସ୍ତିକ ଲୋକ। ସେ କଥା କଣ କିଏ ସମୁଦି ସମୁଦି ଫାଇନାଲ ମାଉସୀ ମୋ ଜେଜେବାପା କଥା କହିପାରୁନାହାନ୍ତି। ତମେ କଥା ଯାହା କଥା ମୁଁ କଥା ମାଉସୀ ମୋ ଜେଜେ କଣ କହିଲେ ବୁଝିପାରିଲ ନା? ବୁଝିପାରିଲନି? ମୁଁ କହୁଛି ଶୁଣ, ମୋ ଜେଜେ କହୁଛନ୍ତି ମୋ ନାତୁଣୀ ବାବୁ ଡାକ, ମୁଁ ମୁଦି ପିଇଦେବି। ମଉସା ମୋ ବାପାଙ୍କୁ କହିଦେଇଛି, ଶୁଭକୁ ବାହା ହବାଟା ମୋର ଫାଇନାଲ। ସେ ଫେରେ ତମକୁ ସମୁଦ୍ର ଡାକିବାର ଅସୁବିଧା କୋଉଠି ରହିଲା? ଦେଖ ମୋ ବାବା ଯଦି କଷ୍ଟ ପାଇଲେ ତାହେଲେ ମୋ ମୁଣ୍ଡ ବିଗିଡ଼ିଯିବ। ଏମିତି କୋଉ ରାଜତେ ବାଧେ ଆମେ ପୂର୍ବତନ ସରପଞ୍ଚ, ଭୂତପୂର୍ବ ସରପଞ୍ଚ ଏଠିକି ଆସିବୁ ମୁଦି ପିନ୍ଧିବା ପାଇଁ, ଖାଲି ତୋରି ଜିଦି ପାଇଁ ସବୁ କଥା। କାରଣ ମୁଁ କିଏ ଏମାନେ କିଏ? ଜେଜେ ମାଉସୀ ତମେ ଟିକେ ବେଶୀ ଉଚ୍ଛଳ ହୁଅ ନା। ମାନେ ମୋ ବାପାଙ୍କ ମୁଣ୍ଡ ଖରାପ ହେଲେ ତମକୁ ଠିଆ ଠିଆ ଏଠି ସୁଧ ବଳ ମାଗିଲେ। ଟଙ୍କା ଦିଅ 1,36,000 ଯୁକ୍ତ 1,00,000 ସମାନ 2,36,000 ଦିଅ। ବାବା ସେ ବୁଦ୍ଧି ମତ ରଖ, ଇଏ ବାହାଘର ହେଇପାରିବନି। ମୋ ବାବା ଜାଣିକି ଦିଅ, ମୋ ବାବା ବାପା ଲାଗିଲେ ଜେଜେ ଫେରିଲେ, ଫେରେ ମୁଁ ଆଉ କିଛି ଶୁଣିବିନି। ବାପା କଥା ମାନିବା ପାଇଁ ମୁଁ ବାଧ୍ୟ ହେବି। ତୁ କଣ ଭାବୁଛୁ କି ରେ? କଣ ଭାବୁଛୁ ବା? ଟଙ୍କା ବରଗୋଳି ପତ୍ର ଯାହାକୁ ପାଇବୁ ତାକୁ ଦେଇଦେବୁ, ଯାହାକୁ ପାଇବୁ ତାକୁ ଦେଇଦେବୁ। କି ରେ ଜାଗାରେ ଆଉ ଟଙ୍କା ମିଳିବ? ମତେ ଟଙ୍କା ଦିଅ, ଟଙ୍କା ଦିଅ। ତାପରେ ମୋ ପୁଅ ଏଠି ବସିଲା, ଟଙ୍କା ନବ, ଡାଇରେକ୍ଟ ଉଠିବ। ଚାକିରି କରିବ, ତମର ସବୁ ଟଙ୍କା ଆମେ ସୁଧ ମୂଳ କରି ଫେରେଇ ଦେବୁ। ଫେରେଇ ଦେବ? 7 ଜନ୍ମ ଚାଲିଗଲେ ବି ଫେରେଇ ପାରିବନି। ଆମଠାରୁ ଯେ ଟଙ୍କା ନେଇଛି ସେ ଫେରେଇ ପାରିନି। ଟଙ୍କା ବଦଳରେ ଜମି ଦେଇଛି, ଘର ଦେଇଛି, ନହେଲେ ତା ଝିଅକୁ ଦେଇଛି। ମୋ ବୋଉକୁ ମୋ ବାପା ଏମିତି ଟଙ୍କା ସୁଧକୁ ଦେଇ ବାହା ହେଇଥିଲେ, ଆଉ ମୁଁ ମୋ ଶ୍ୱଶୁରକୁ ଟଙ୍କା ସୁଧକୁ ଦେଇଥିଲି, ଫେରେଇ ପାରିଲେନି। ତାକୁ ଝିଅକୁ ମୋ ଜାଗାରେ ବାହାଘର କଲେ। ମୋ ଅବସ୍ଥା ବି ସେଇଆ। ମୁଁ ଟଙ୍କା ଦେଇଛି, ତମେ ଫେରେଇ ପାରିବନି। ତମ ଝିଅକୁ ମୋ ସହିତ ବାହାଘର କରିବ। ମଉସା କାଲି ସୁଦ୍ଧା ଏକ ଥର ଫଇସଲା କରିବ। ତା ନହେଲେ ମତେ ଚିହ୍ନିବ, ମୋ କାଢ କେତେ ଜାଣିବ। ଏଣେ ଯଦି ଏ ଗଜପତି ତାତିବ, କିଛି ଭଲ ହବନି କହିଦଉଛି। ଆସ ମୁଁ ଟିକେ ସମୁଦ୍ରକୁ ମତେ କହିଦେଇ ଯା। ଦେଖ ସମୁଦ୍ରୀ, ସେ ବ୍ରାହ୍ମଣ କର୍ମ ଥଣ୍ଡା କରି ମୋ ପୁଅ ମାନଙ୍କୁ ଭାଙ୍ଗି ଦିଅନି। ଆମର ଥଣ୍ଡା ହେଲେ ମୋ ମାମୁଁ ଘର କହିବର୍ତ୍ତ, ମୋ ବୋଉ ରାଜକୁମାର ଭଳିଆ ଦେଖାଯାଏ। ଆଉ ମୋ ଶ୍ୱଶୁର ଘର ମହାଜନ ମାନେ ସାରୁ। ମାମୁଁ ଘରୁ ମାଛ, ଶ୍ୱଶୁର ଘରୁ ତେଲ, ଆଉ ତମ ଘରେ ବନ୍ଧୁ ବାନ୍ଧବ ନଡ଼ିଆ ବୁଆ। ଇଏ ସବୁ ଦୋକାନ ସଉଦା ତାଲିକାରେ ପଠା ହବ। ନାହିଁ ସେ କଥା କୋଉଠି ଶୁଣୁନି, ଗୋଟାଏ କିନ୍ତୁ ପୁଅ ଯଦି ରାଗିକି ତମ ଝିଅକୁ ବିନା ସିନ୍ଦୁରରେ ମା ବନେଇ ଦେଲା, ତାହେଲେ ତମେ ବଦଳାଅ, ଆମେ ବଦଳାଅ ନାହିଁ। ମୁଁ ଆସୁ ସମୁଦି ରାତିରେ ଭାବିବ, ସକାଳେ କରିବୁ।
ଏମିତି ଗୋଟାଏ ଦିନ ମତେ ଅପେକ୍ଷା କରି ବସିଛି ଏ କଥା ଜାଣି ସାରିଲା ପରେ ମୋର ତ ମରିଯିବାକୁ ଇଚ୍ଛା ହଉଛି। ଆମ ଝିଅ ପରା କଥା କୁହା ଠାକୁର, ସେ ଏମିତି କିଛି କରିବେନି ଯୋଉଥିପାଇଁ ତମକୁ ବିଷ ଖାଇବାକୁ ହବ। ତମେ ଚାଲିବ, ଚାଲ ଗାଧା ପାଧା କରିକି ଖିଆପିଆ କର, ସବୁ ଠିକ ହେଇଯିବ। ସାମନେ ହେଇଗଲେ